ପିଲା ଭିତରେ କିଭଳି ଭାବରେ କ୍ରିୟାଶୀଳ ହୋଇ ଉଠେ। ଶ୍ରୀ ଠାକୁର କହୁଛନ୍ତି ଯେ ଅଭ୍ୟାସରେ ସଂସ୍କାର ଝରଣା ହତେ ଜନ୍ମେ ସଂସ୍କାର ଏବଂ ସନ୍ତାନ ଦେଇ এই যে বংশ ক্রমে ହୁଏ সঞ্চার। তাহলে জଣଙ୍କର পিতামাতাଙ୍କର গোটে ପରିବାରର ସଂସ୍କାରଟା ତାର କିଭଳି ଆସେ ନା ଅଭ୍ୟାସ ଯଦି ଧାରାବାହିକ ଭାବରେ ଝରଣା ତୁଲ୍ୟ ଧାରାବାହିକ ଭାବରେ ଚାଲୁଥାଏ ତାହେଲେ ସେହି ସଂସ୍କାର ସଞ୍ଚାରିତ ହୁଏ ବଂଶାନୁକ୍ରମେ ସନ୍ତାନ ଭିତର ଦେଇ। ତେଣୁ ଏକ ଭାଇ ସନ୍ତାନ ଯଦି ସୁଯୋଗ୍ୟ ନ ହୁଏ ଅଯୋଗ୍ୟ ହୋଇ ଉଠେ ତାହେଲେ ଦେଶ ଦୁନିଆରେ ସମସ୍ତ ଯେତେ ପ୍ରକାର ପୂଜା ପ୍ରାର୍ଥନା ଯାଗ ଯୋଗ ହୋମ କ୍ରିୟା ସବୁ ନିଷ୍ଫଳ ହୋଇ ଉଠେ। ଆଜି ତାହିଁ ହେଇଛି। ପରମ ଦେବ ଶ୍ରୀ ଠାକୁର ସୁନ୍ଦର ଭାବରେ କହୁଛନ୍ତି ପିତାମାତାଙ୍କର ବୈଧିକ ମିଳନ ଏବଂ ସୁସଙ୍ଗତ ଯୌନ ଜୀବନ ସର୍ବୋପରି ଆଧ୍ୟାତ୍ମିକ ଜୀବନ ବିତାଉଥିବା ସ୍ୱାମୀ ସ୍ତ୍ରୀଙ୍କ ଭିତରୁ ଆଶା କରାଯାଇପାରେ ସୁନ୍ଦର ସନ୍ତାନଟିଏ। ପରମ ଦେବ ଶ୍ରୀ ଠାକୁର କହୁଛନ୍ତି ପିତା ଯୋଗାଏ ଧୀ ପ୍ରକୃତି ମାତା ଯୋଗାଏ ଧାତ ବିସଦୃଶ୍ୟ ମିଳନ ହେଲେ ଜନ୍ମକୁ ଉତ୍ପାତ। ତାହେଲେ ସ୍ୱାମୀ ସ୍ତ୍ରୀଙ୍କ ଭିତର ଦେଇ ସ୍ୱାମୀଙ୍କର ହଉଛି ଧୀ ପ୍ରକୃତି। ଗୋଟେ ପିଲା କିଭଳି ଭାବରେ ଧୀ ପ୍ରଜ୍ଞାବାନ ହେଇବ ସମସ୍ତଙ୍କୁ ଅଣ୍ଡରଷ୍ଟାଣ୍ଡିଂ କରିପାରିବ ବୁଝିପାରିବ ଏଇ ଧାରାଟା ବାପା ଯୋଗାଇ ଦିଅନ୍ତି। ଆଉ ମା କଣ କରନ୍ତି ତାର ସ୍ୱଭାବ ଗୁଣ ଚରିତ୍ରକୁ ସେ ରୂପାୟିତ କରନ୍ତି। ସେଭଳି ଭାବରେ ସ୍ୱାମୀ ଯେଉଁଭଳି ଜିନିଷକୁ ଆଣିଥାନ୍ତି ସ୍ତ୍ରୀ ଯେଉଁଭଳି ଭାବରେ ସଜାଇ ଘରକୁ ଉପଭୋଗ କରେ ସ୍ୱାମୀଙ୍କ ଭିତରେ ଥିବା ସମସ୍ତ ଭଲ ଗୁଣକୁ ରୂପ ଦେଇ ମା ତାକୁ ଜନ୍ମ ଦିଅନ୍ତି। ପରମ ଦୟାଲ ଶ୍ରୀ ଠାକୁର ଏ ମର୍ମରେ ବହୁ କଥା ଆମ ମାନଙ୍କ ତେଣୁ ଏଇ ଭିତରେ ଦେଇ ଯାହା ଯେ ଆମର କରଣୀୟ ସବୁ ଦାୟିତ୍ୱ ମୁଁ ବହି ନେବି। এই কথা করে সারা পরে পুনর্বার কোণ কিଏ କାହାର କ'ଣ ପ୍ରୟୋଜନ କିଏ କ'ଣ ଭଲ ପାଏ କ'ଣ ଖାଏ ଆଜିର ଦିନବାର ତିଥି ଭିତରେ ଦେବାଦେବୀଙ୍କର କି ପ୍ରକାର କ୍ରିୟାକର୍ମ ରହିଛି ଏ ସମସ୍ତ କର୍ମ ଭିତରେ ମୁଁ ଯେତେବେଳେ ପୁନର୍ବାର ଦିନଚର୍ଯ୍ୟା ଆରମ୍ଭ କରିବି ଇଷ୍ଟଙ୍କୁ ନିବେଦନ ପୂର୍ବକ ଦିନଚର୍ଯ୍ୟା ଆରମ୍ଭ କରି ପୂର୍ବ ଦିଗରେ ଯେତେବେଳେ ସୂର୍ଯ୍ୟ ଉଦୟ ତାଙ୍କୁ ପ୍ରଣାମ କରି ଘର ଭିତରକୁ ବସି ଆସି ଘର ଭିତରକୁ ବସି ଆସି ସମସ୍ତଙ୍କୁ ଆନନ୍ଦରେ ସମସ୍ତଙ୍କୁ ମୁହୂର୍ତ୍ତ କରି ଦେଖେଇଦେବି ସେ ଭିତରେ କିଏ ଶୋଇଥାଉ କିଏ ଅବସ୍ଥାରେ ଅଛନ୍ତି এবং ଏହା ପରେ ପରବର୍ତ୍ତୀ ଅବସ୍ଥାରେ ମୋର ସମସ୍ତ କର୍ମ କେବଳ ମୁଁ ନେବି ସେ ଦାୟିତ୍ୱଟା ମୋ ଉପରେ ଭୁଲଟା ମୋର ହବ ଏ ଶୀତ କର୍ମ କରୁଛି ମୁଁ ଆନନ୍ଦ ପାଇବି ଏ ଭିତରଟା ନେଇଛି। ପୁନର୍ବାର ଶ୍ରୀ ଠାକୁର କହିଛନ୍ତି ତୋର ଜୀବନ୍ତ ଦେବତା ହେଉଛନ୍ତି ଶାଶୁ ଏବଂ ଶ୍ୱଶୁର। ତୋର ଜୀବନ୍ତ ଦେବାଦେବୀ ହେଉଛନ୍ତି ତୋର ଶାଶୁ ଓ ଶ୍ୱଶୁର। ତେଣୁ ଶାଶୁ ଯଦି ଗଞ୍ଜାଳଦାନୀ ହେଇଥାନ୍ତି ସ୍ୱାମୀ ଯଦି ଶ୍ୱଶୁର ଯଦି ଭ୍ରଷ୍ଟାଚାରୀ ସମ୍ପନ୍ନ ବ୍ୟକ୍ତି ବି ହେଇଥାନ୍ତି ଏଥିରେ ଉତ୍ଥିତ ହେଇ ତୁମର ସ୍ୱାମୀ ଯଦି ମନା କରନ୍ତି ତାଙ୍କର ସେବା ଶୁଶ୍ରୂଷାରୁ ବଞ୍ଚିତ କରିବା ପାଇଁ ତଥାପି ତୁମେ ମାନ ନା ତାଙ୍କର ସେବା ଶୁଶ୍ରୂଷା ତୁମେ କରିଚାଲ ତାରି ଭିତରେ ଦେଇ ତୁମର ମଙ୍ଗଳ ନିହିତ ଅଛି। ତାରି ଭିତରେ ଦେଇ ପୁନର୍ବାର ତୁମେ ଯେତେବେଳେ ଶୋଇବାକୁ ଯାଉଛ ବିଛଣାକୁ ଯାଉଛ ତା ପୂର୍ବରୁ ତୁମର ଶାଶୁ ଏବଂ ଶ୍ୱଶୁରକୁ ପାଖକୁ ଯାଅ ତାଙ୍କର ସେବା ଶୁଶ୍ରୂଷାରେ ମନୋନିବେଦ କର ତାରି ଭିତରେ ମନେ ମନେ ପ୍ରାର୍ଥନା କର ଏ ଗୋତ୍ରପତ୍ରୀ ହେ ପିତୃପୁରୁଷ ତୁମେ କୋଉଠି ଅଛ ମୁଁ ଜାଣେ ନା ଏଇ ଘରକୁ ଆସିଛି ଗୋଟେ ବହୁ ହିସାବରେ ମୁଁ ବହୁ ଚେଷ୍ଟା କରି ଆସିଛି ଘର ଭିତରୁ ଗୋଟେ ଭବିଷ୍ୟତରେ କଷ୍ଟସାଧ୍ୟ କରି ମୋ ଜୀବନଚର୍ଯ୍ୟାଟି ଅତିବାହିତ କରିବି ଚାହୁଁଛି ଗୋଟେ ସୁସନ୍ତାନ ତୁମେ ଓହ୍ଲେଇ ଆସ ତୁମେ କହୁଛ ଏ ଗୋତ୍ରପତି ପିତୃପୁରୁଷ କୋଉଠି ଅଛ ଏ ସେବା ଭିତରେ ଦେଇ ଏଇ ଯେତେବେଳେ ପ୍ରାର୍ଥନା କରେ ଗୋଟେ ମା ଗୋଟେ ନାରୀ ଗୋଟେ ଝିଅ ତାରି ଭିତରେ ଦେଇ ସନ୍ତାନ ଆସିବାର ସମସ୍ତ ସହଜ ବାଟ ଯାହା ଆଜି ପର୍ଯ୍ୟନ୍ତ କୌଣସି ୟୁନିଭର୍ସିଟି କୌଣସି ସ୍କୁଲ କଲେଜ ଆମକୁ ଶିକ୍ଷା ଦେଇନାହିଁ କେବଳ ପ୍ରିୟ ପରମ ପୁରୁଷୋତ୍ତମଙ୍କର ଦିବ୍ୟ ସତ୍ସଙ୍ଗରେ ବସି ମଣିଷ ଉପଲବ୍ଧି କରିଛି ଜୀବନ ଚର୍ଚ୍ଚା ଭିତରେ ପ୍ରଥମ କର୍ତ୍ତବ୍ୟ ହେଉଛି ଗୋଟେ ସୁସନ୍ତାନ ପୃଥିବୀକୁ ଦେବା ଗୋଟେ ସୁସନ୍ତାନ ପୃଥିବୀ ଯାଉ ତାର ବାପା ମାଆଙ୍କୁ ସେ ସନ୍ତାନର ବାପା ମାଆଙ୍କୁ ମୁଁ ଏତିକି କହିବି ତା ପ୍ରତି କଡ଼ା ନଜର ରଖିବେ। କାରଣ ସେ ସନ୍ତାନ ଯେ ଯେତେବେଳେ କ'ଣ କାହିଁକିନା ଆଚାର୍ଯ୍ୟଙ୍କ ନାମକରଣ ଆସିଛି ଆଉ ସେ ଏମିତି ତାନରେ ଆସିଛି ଟ୍ୟୁନ୍ ହେଇକି ଆସିଛି ତାନରେ ସେ କେତେବେଳେ କ'ଣ ଶିକ୍ଷା କରିବ କାରଣ ଛୋଟ ଛୁଆ ଆମେ ଭାବୁଛେ ସେ ଜାଣୁନି କିଛି ଜନ୍ମରୁ ସେ ତା ମା' ମୁହଁକୁ ଦେଖିଛି ତାପରେ ବାପା ମାଆକୁ ଦେଖିଛି ଆଉ ତାପରେ ଯେତିକି ବଡ଼ ହୋଇଛି ସମାଜରୁ ଯାହା କିଛି ଶିକ୍ଷା କରିଛି